जं प्राप्य न निवर्तन्ते तदाम परमं मम। ଯେଉଁ ଅବ୍ୟଗତ କୁ ଅକ୍ଷର ବୋଲି କୁହାଯାଇଛି, ସେଇ ଅକ୍ଷର ନାମକ ଅବ୍ୟଗତ ଭାବକୁ ପରମ ଗତି କହନ୍ତି, ତଥା ଯେଉଁ ସନାତନ ଅବ୍ୟକ୍ତ ଭାବ ପ୍ରାପ୍ତ ହେଲେ ମନୁଷ୍ୟମାନେ ଆଉ ଫେରି ଆସନ୍ତି ନାହିଁ, ତାହା ମୋର ପରମ ଧାମ ଅଟେ। ଏଠାରେ ଅବ୍ୟକ୍ତ ଓ ଅକ୍ଷର ପଦ କାହାର ବାଚକ? ଯାହାକୁ ପୂର୍ବ ଶ୍ଲୋକରେ ସନାତନ ଅବ୍ୟକ୍ତ ଭାବ ବୋଲି, ଅଷ୍ଟମ ଓ ଦଶମ ଶ୍ଲୋକରେ ପରମ ଦିବ୍ୟ ପୁରୁଷ ବୋଲି କୁହାଗଲା। ଅବ୍ୟକ୍ତ ଓ ଅକ୍ଷର ହେଉଛି ସେଇ ଅଧିଯଜ୍ଞ ପୁରୁଷଙ୍କର ବାଚକ। ପରମ ଗତି ଶବ୍ଦ କାହାର ବାଚକ? ଏଠାରେ ପରମ ବିଶେଷଣ ହୋଇଥିବାରୁ ଏହି ଭାବ ପ୍ରକାଶିତ ହେଉଛି ଯେ ଯେଉଁ ମୁକ୍ତି ସର୍ବୋତ୍ତମ ପ୍ରାପ୍ୟ ବସ୍ତୁ, ଯାହା ପାଇବା ପରେ ଆଉ କିଛି ପାଇବାକୁ ବାକି ରହେ ନାହିଁ ଏବଂ ଯାହା ପ୍ରାପ୍ତ ହେବା ମାତ୍ରେ ସମସ୍ତ ଦୁଃଖର ଚିରଦିନ ପାଇଁ ଅତ୍ୟନ୍ତ ଅଭାବ ହୋଇଯାଏ, ତାହାର ନାମ ପରମ ଗତି। ତେଣୁ ଯେଉଁ ନିର୍ଗୁଣ ନିରାକାର ପରମାତ୍ମାଙ୍କୁ ପରମ ଅକ୍ଷର ଓ ବ୍ରହ୍ମ ବୋଲି କହନ୍ତି, ପରମ ଗତି ହେଉଛି ସେଇ ସଚିଦାନନ୍ଦ ଘନ ବ୍ରହ୍ମଙ୍କ ବାଚକ। ଏଠାରେ ପରମ ଧାମ ଶବ୍ଦ କାହାର ବାଚକ ଏବଂ ତା ସହିତ ଅବ୍ୟକ୍ତ ଅକ୍ଷର ତଥା ପରମ ଗତିର ଏକତ୍ୱ ଦର୍ଶାଇବାର ଏବଂ ଯାହାକୁ ପ୍ରାପ୍ତ ହେବା ମାତ୍ରେ ଆଉ ଫେରିବାକୁ ହୁଏ ନାହିଁ, ଏହାର ଅଭିପ୍ରାୟ କ'ଣ? ଭଗବାନଙ୍କର ଯେଉଁ ନିତ୍ୟ ଧାମ ଅଛି, ତାହା ମଧ୍ୟ ସଚିଦାନନ୍ଦମୟ ଦିବ୍ୟ ଚେତନ ଓ ଭଗବାନଙ୍କର ହିଁ ସ୍ୱରୂପ। ତେଣୁ ପ୍ରକୃତରେ ତାହା ଭଗବାନଙ୍କ ଠାରୁ ଅଭିନ୍ନ। ଏଣୁ ଏଠାରେ ପରମଧାମ ଶବ୍ଦଟି ହେଉଛି ଭଗବାନଙ୍କର ନିତ୍ୟ ଧାମ, ତାଙ୍କର ସ୍ୱରୂପ ଏବଂ ଭଗବତ ଭାବ। ଏହି ସବୁର ବାଚକ ଅଭିପ୍ରାୟ ଏହି ଯେ ଭଗବାନଙ୍କର ନିତ୍ୟ ଧାମ ପ୍ରତି ଭଗବତ ଭାବ ପ୍ରାପ୍ତି ଓ ଭଗବାନଙ୍କର ସ୍ୱରୂପ ପ୍ରାପ୍ତି ମଧ୍ୟରେ ପ୍ରକୃତରେ କୌଣସି ପାର୍ଥକ୍ୟ ନାହିଁ। ଠିକ୍ ସେହିପରି ଅବ୍ୟକ୍ତ ଅକ୍ଷର ପ୍ରାପ୍ତି ତଥା ପରମ ଗତି ପ୍ରାପ୍ତି ଏବଂ ଭଗବତ ପ୍ରାପ୍ତି ମଧ୍ୟରେ ବସ୍ତୁତ କୌଣସି ପ୍ରଭେଦ ନାହିଁ। ଏହା ବୁଝାଇବାକୁ କୁହାଯାଇଛି ଯେ ଯାହାକୁ ପ୍ରାପ୍ତ ହୋଇ ମନୁଷ୍ୟମାନେ ଆଉ ଫେରି ଆସନ୍ତି ନାହିଁ, ତାହା ମୋର ପରମ ଧାମ, ତାଙ୍କୁ ହିଁ ଅବ୍ୟକ୍ତ ଅକ୍ଷର ତଥା ପରମ ଗତି ବୋଲି କହନ୍ତି। ସାଧନା ଭେଦରେ ସାଧକମାନଙ୍କ ଦୃଷ୍ଟିରେ ଫଳଭେଦ ରହେ, ତେଣୁ ତାଙ୍କୁ ଭିନ୍ନ ଭିନ୍ନ ନାମରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଯଥାର୍ଥରେ ଏସବୁ ମଧ୍ୟରେ ବସ୍ତୁତ କୌଣସି ପ୍ରଭେଦ ନଥିବାରୁ ଏଠାରେ ସେ ସବୁର ଏକତ୍ୱ ଦର୍ଶାଯାଇଛି। ଏପରି ଭାବରେ ସନାତନ ଅବ୍ୟକ୍ତ ପୁରୁଷ, ପରମ ଗତି ଓ ପରମ ଧାମର ଏକତ୍ୱ ବା ଅଭେଦ ଭାବ ପ୍ରଦର୍ଶନ କରି ବର୍ତ୍ତମାନ ଭଗବାନ ସେଇ ସନାତନ ଅବ୍ୟକ୍ତ ପୁରୁଷଙ୍କ ପ୍ରାପ୍ତିର ଉପାୟ କହୁଛନ୍ତି। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ପରମାତ୍ମନେ ନମଃ। ପୁରୁଷ ସପରଃ ପାର୍ଥ ଭଗତ୍ୟା ଲଭ୍ୟସ୍ତ୍ୱ ଅନ୍ୟାୟ ଯସ୍ୟାନ୍ତସ୍ତାନି ଭୂତାନି ଯେନ ସର୍ବମିଦଂ ତମମ୍। हे पार्थ,
ଯେଉଁ ପରମାତ୍ମାଙ୍କ ଅନ୍ତର୍ଗତ ହୋଇ ସକଳ ଭୂତ ଅଛନ୍ତି ଏବଂ ଯେଉଁ ସଚିତାନନ୍ଦ ଘନ ପରମାତ୍ମାଙ୍କ ଦ୍ୱାରା ଏହି ସମଗ୍ର ଜଗତ ପରିପୂର୍ଣ୍ଣ ହୋଇଛି, ସେହି ସନାତନ ବ୍ୟକ୍ତ ପରମ ପୁରୁଷ ଅନନ୍ୟ ଭକ୍ତି ଦ୍ୱାରା ହିଁ ପ୍ରାପ୍ତ ହେବା ଯୋଗ୍ୟ। ଯେଉଁ ପରମାତ୍ମାଙ୍କ ଅନ୍ତର୍ଗତ ହୋଇ ସକଳ ଭୂତ ଅଛନ୍ତି ଏବଂ ଯେଉଁ ପରମାତ୍ମାଙ୍କ ଦ୍ୱାରା ସମଗ୍ର ଜଗତ ପରିପୂର୍ଣ୍ଣ, ଏହି ଦୁଇ ବାକ୍ୟର ଅଭିପ୍ରାୟ କ'ଣ? ପ୍ରଥମ ବାକ୍ୟରୁ ବୁଝିବା ଉଚିତ ଯେ ଯେପରି ବାୟୁ, ତେଜ, ଜଳ ଓ ପୃଥିବୀ ଏହି ଚାରି ଭୂତ ଆକାଶର ଅନ୍ତର୍ଗତ, ଆକାଶ ହିଁ ଏମାନଙ୍କର ଏକମାତ୍ର କାରଣ ଓ ଆଧାର। ସେହିପରି ସକଳ ଚରାଚର ପ୍ରାଣୀ ଅର୍ଥାତ୍ ସମଗ୍ର ବିଶ୍ୱ ପରମେଶ୍ୱରଙ୍କର ହିଁ ଅନ୍ତର୍ଗତ, ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ ଏବଂ ପରମେଶ୍ୱରଙ୍କ ଆଧାର ଉପରେ ହିଁ ଅବସ୍ଥିତ। ଦ୍ୱିତୀୟ ବାକ୍ୟରୁ ବୁଝିବା ଉଚିତ ଯେ ବାୟୁ, ତେଜ, ଜଳ, ପୃଥିବୀ ଏ ସବୁଥିରେ ଯେପରି ଆକାଶ ବ୍ୟାପ୍ତ, ଏହି ସମଗ୍ର ଜଗତ ସେହିପରି ଅବ୍ୟକ୍ତ ପରମେଶ୍ୱରଙ୍କ ଦ୍ୱାରା ବ୍ୟାପ୍ତ। ଏହି କଥାଟି ନବମ ଅଧ୍ୟାୟର 4th, 5ମ ଓ 6ଠ ଶ୍ଲୋକରେ ବିସ୍ତାର ପୂର୍ବକ ଦର୍ଶାଇ ଦିଆଯାଇଛି। ଏଠାରେ ପରଃ ପୁରୁଷଃ କାହାର ବାଚକ? ଏଠାରେ ପରଃ ପୁରୁଷ ସର୍ବବ୍ୟାପୀ ଅଧିଯଜ୍ଞର ବାଚକ। ଏହି ଅଧ୍ୟାୟର 8ମ, 9ମ ଓ 10ମ ଶ୍ଲୋକରେ ଯେଉଁ ସଗୁଣ ନିରାକାରଙ୍କ ଉପାସନାର ପ୍ରକରଣ ଦିଆଯାଇଛି ତଥା 20 ଶ୍ଲୋକରେ ଯେଉଁ ଅବ୍ୟକ୍ତ ପୁରୁଷଙ୍କ କଥା କୁହାଯାଇଛି, ଏହି ପ୍ରକରଣଟି ମଧ୍ୟ ତାଙ୍କରି ଉପାସନାର ପ୍ରକରଣ। କହି ଦିଆଯାଇଛି ଯେ ସେହି ପରମେଶ୍ୱରଙ୍କ ମଧ୍ୟରେ ସକଳ ଚରାଚର ପ୍ରାଣୀ ସ୍ଥିତ ଓ ପରମେଶ୍ୱରଙ୍କ ସମସ୍ତଙ୍କ ମଧ୍ୟରେ ପରିବ୍ୟାପ୍ତ। 8ମ ଠାରୁ 10ମ ଶ୍ଲୋକ ଯାଏ ଏହି ଅବ୍ୟକ୍ତ ପୁରୁଷଙ୍କର ଉପାସନାର ପ୍ରକରଣ ଆସି ସାରିଛି। ପୁଣି ତାହାଙ୍କୁ ଏଠାରେ ଦ୍ୱିତୀୟ ଥର ଦେବାର ଅଭିପ୍ରାୟ କ'ଣ? ଉଭୟ ସ୍ଥାନରେ ଅବ୍ୟକ୍ତ ପୁରୁଷଙ୍କ ଉପାସନାର ବର୍ଣ୍ଣନା ହିଁ ଯେ ରହିଛି, ସେଥିରେ କୌଣସି ସନ୍ଦେହ ନାହିଁ। ଦୁଇଟି ମଧ୍ୟରେ ପାର୍ଥକ୍ୟ ଏହି ଯେ ସେଠାରେ 8ମ, 10ମ ଓ 9ମ ଶ୍ଲୋକରେ ଯୋଗୀ ପୁରୁଷମାନଙ୍କର ଦ୍ୱାରା ପ୍ରାପ୍ତ କରାଯାଇଥିବା କେବଳ ଅନ୍ତକାଳୀନ ସାଧନା ଫଳ ସହିତ ବର୍ଣ୍ଣିତ ହୋଇଛି ଏବଂ ଏଠାରେ ସର୍ବସାଧାରଣଙ୍କ ନିମନ୍ତେ ସଦାସର୍ବଦା କରାଯାଇଥିବା ଅନନ୍ୟ ଭକ୍ତିର ଓ ତା ଦ୍ୱାରା ସେହି ପରମାତ୍ମାଙ୍କ ପ୍ରାପ୍ତିର ବର୍ଣ୍ଣନା ହୋଇଛି। ଏହି ଅଭିପ୍ରାୟରେ ସେହି ଉପାସନା ପ୍ରକରଣକୁ ଏଠାରେ ପୁନର୍ବାର ଦିଆଯାଇଛି। ଅନନ୍ୟ ଭକ୍ତି କାହାକୁ କୁହାଯାଏ ଏବଂ ଏ ତା ଦ୍ୱାରା ପରମ ପୁରୁଷ ପ୍ରାପ୍ତ ହେବା କ'ଣ? ସର୍ବାଧାର, ସର୍ବାନ୍ତର୍ଯ୍ୟାମୀ, ଶକ୍ତିମାନ ପରମେଶ୍ୱରଙ୍କ ଠାରେ ହିଁ ସବୁ କିଛି ସମର୍ପଣ କରିଦେଇ ତାଙ୍କର ବିଧାନରେ ସର୍ବଦା ପରମ ସନ୍ତୁଷ୍ଟ ରହିବା ଏବଂ ସବୁ ପ୍ରକାରରେ ଅନନ୍ୟ ପ୍ରେମ ପୂର୍ବକ ନିତ୍ୟ ନିରନ୍ତର ତାଙ୍କୁ ସ୍ମରଣ କରିବା ହିଁ ଅନନ୍ୟ ଭକ୍ତି। ଏହି ଅନନ୍ୟ ଭକ୍ତି ଦ୍ୱାରା ସାଧକ ନିଜର ଉପାସ୍ୟ ଦେବ ପରମେଶ୍ୱରଙ୍କ ଗୁଣ, ସ୍ୱଭାବ ଓ ତତ୍ତ୍ୱକୁ ଭଲ ଭାବେ ଜାଣି ତାଙ୍କଠାରେ ତନ୍ମୟ ହୋଇଯାଆନ୍ତି ଏବଂ
शीघ्र ही तांकर साक्षात्कार करी कृतकृत्य होई जाती। या ही साधकंकर सेई परमात्मा को प्राप्ति करिबा। अर्जुनंकर सप्तम श्लोक प्रश्नर उत्तर देई अंत काल रे मनुष्य के परिभाव रे परमात्मा को पाए भगवान ताहा भल रूपे बुझाइछंती। प्रसंगानुसारे यह मध्य कहिछंती जे भगवत प्राप्ति न हेले ब्रह्मलोक पर्यंत पहुंची गले मध्य जीव जन्म मरण चक्ररु मुक्ति पाए नाही। किंतु जेउ माने सेई फेरी न आसीबार स्थान को चली जाती सेमाने केउ पथरे ओ किपरि सेठाकू जाती एवं सेहीपरि जेउ माने फेरी आसीबा को पडुथिबा स्थान को जाती सेमाने केउ पथरे ओ किपरि सेठाकू जाती ता सेठारे कहा जाई नाही। अतएव सेही दुई पथर वर्णना करिबाकू भगवान एठारे प्रस्तावना करुछंती। ओं नमो भगवते वासुदेवाय।